ମୁଁ ଜଣେ କଳାକାର ଏବଂ କଳାକାର ହେଇକି ଯଦି କଳାକାର କିଞ୍ଚିତ ଭାବରେ ମୁଁ ସାହାଯ୍ୟ କରିପାରିଲି ତାଙ୍କର ହାତ ବଢ଼େଇ ପାରିଲି ତାଙ୍କର ଅସୁବିଧାରେ ତ ମୋ ପାଇଁ ପୁଣ୍ୟ ହେବ ଏବଂ ମୋ ପାଖରୁ ଅନୁପ୍ରେରିତ ହେଇକି ଅଭିପ୍ରେରିତ ହେଇକି ଅନ୍ୟ ସମସ୍ତ କଳାକାରମାନେ ଏମିତି ଯିଏ ଯଥା କେମିତି ସାହାଯ୍ୟ କରିପାରିବେ ଏବଂ ପ୍ରତ୍ୟେକ ବର୍ଷ ଆମେ ଏମିତି କାର୍ଯ୍ୟକ୍ରମ ଗୋଟେ କରୁ ହରିଭାଇ କମେଡ଼ି କ୍ଲବ୍ ମାଧ୍ୟମରେ ଯେ ଯେଉଁମାନେ ବରିଷ୍ଠ କଳାକାର ବୟସ ଯେତେବେଳେ ଅଧିକ ହୋଇଯାଏ ସେତେବେଳେ କାମ କରିବାକୁ କୌଣସି ବାଟେ କାମ ପାଆନ୍ତିନି କିମ୍ବା କାମ କରିପାରନ୍ତିନି ତାଙ୍କୁ ଆମେ ମାସିକ ପେନସନ୍ ଆକାରରେ 1000 ଟଙ୍କା ଲେଖା ଦେଉ ବଞ୍ଚିଥିଲା ପର୍ଯ୍ୟନ୍ତ ଏପର୍ଯ୍ୟନ୍ତ ହରିଭାଇ କମେଡ଼ି କ୍ଲବ୍ 14 ଜଣଙ୍କୁ ଆଡପ୍ଟ କଲାଣି 14 ଜଣଙ୍କୁ ମାସିକ ପେନସନ୍ ଦିଆଯାଉଛି ଏବଂ ଏ ବର୍ଷ ଆମେ 2 ଜଣଙ୍କୁ ନେଇଛୁ ଜଣେ ବାସନ୍ତୀ ପଟ୍ଟନାୟକ ରଙ୍ଗମଞ୍ଚରେ ଯିଏ ରଙ୍ଗମଞ୍ଚରେ ଦିନେ ହିରୋଇନ୍ ଥିଲେ କିନ୍ତୁ ଦୁଃଖର ବିଷୟ ଆଜି ସେ ଚା ଦୋକାନ କରିକି ନିଜ ଗୁଜୁରାଣ ମେଣ୍ଟାଉଛନ୍ତି ତାଙ୍କୁ ଆମେ ମାସିକ 1000 ଟଙ୍କା ଲେଖା ପେନସନ୍ ଦେଉ ବଞ୍ଚିଥିଲା ପର୍ଯ୍ୟନ୍ତ ଏବଂ ପଦ୍ମଲାଭ ପଣ୍ଡା ଯାତ୍ରାରେ ଜଣେ ଦିବ୍ୟାଙ୍ଗ ତାଙ୍କ ଆଖିକି ଜଣେ ବ୍ଲାଇଣ୍ଡ ତେଣୁ ତାଙ୍କୁ ବି ମଧ୍ୟ ଆମେ ସେମିତି 1000 ଟଙ୍କା ଲେଖା ପେନସନ୍ ଦେବୁ ଲାଇଫ୍ ଲଙ୍ଗ୍ ଏବଂ ତା ସାଙ୍ଗରେ ଗୋଟେ କମେଡ଼ି ନାଟକ ବି କରିବୁ କାରଣ ଲୋକମାନେ ସବୁ ଆସିଛନ୍ତି ତାଙ୍କୁ ମନୋରଞ୍ଜନ ଦରକାର ତ ଏମିତି ଗୋଟେ ମହତ୍ କାମ କରିବାର ଇଚ୍ଛା ନେଇକି 2016ରୁ ହରିଭାଇ କମେଡ଼ି କ୍ଲବ୍ ଗଠନ ହେଇଛି ଏପର୍ଯ୍ୟନ୍ତ 14 ଜଣ ଆମେ ଆଡପ୍ଟ କଲୁଣି ପ୍ରତ୍ୟେକ ବର୍ଷ 2 ଜଣ 3 ଜଣଙ୍କୁ ଆମେ ପୋଷ୍ୟ ଭାବରେ ଗ୍ରହଣ କରୁଛୁ ଏବଂ ଜଗନ୍ନାଥଙ୍କ ପ୍ରାର୍ଥନା ଯେ ସଂସ୍ଥା ଆଗକୁ ଯାଉ ଏବଂ ଲୋକ କଳାକାରମାନଙ୍କର ଇଏ କେମିତି ସୁଖ ଦୁଃଖରେ ଠିଆ ହେବ ସାଥୀ ହେଇକି ସେଇ ଦିଗରେ ଆମେ ପ୍ରାର୍ଥନା କରିବୁ। ପେନସନ୍ ଦେବାକୁ ବହୁତ ଗୁଡ଼ିଏ ପଇସା ଲାଗୁଥିବ ତ ପଇସା କୋଉଠୁ କରିବେ ୟାର? ଏକ୍ଜାକ୍ଟଲି ବହୁତ ବଢ଼ିଆ କ୍ୱେଶ୍ଚନ୍ଟେ ଯେତେବେଳେ ଉଦ୍ଦେଶ୍ୟ ଆପଣଙ୍କର ସତ୍ ରହିବ ଏବଂ ଉଦ୍ଦେଶ୍ୟ ଯେତେବେଳେ ରହିବ ଠିକ୍ ସେତେବେଳେ ଆପଣଙ୍କୁ ଯେମିତି ହେଲେ କିଛି ଅଭାବ ପଡ଼ିବନି ମୁଁ ଏଇ ଯେତେବେଳେ 2016ରେ କାମ କଲି ସେତେବେଳେ ମୋର ସାଙ୍ଗସାଥି ସମସ୍ତେ ଏଇ ପ୍ରଶ୍ନ କରିଥିଲେ କିନ୍ତୁ ଜଗନ୍ନାଥଙ୍କ ଆଶୀର୍ବାଦ ପ୍ରଭୁଙ୍କ ଆଶୀର୍ବାଦ ଏପର୍ଯ୍ୟନ୍ତ ସୁରୁଖୁରୁରେ ଚାଲିଛି ଏବଂ ଏପର୍ଯ୍ୟନ୍ତ ଶୋ ଆମେ ଆରମ୍ଭ କରୁଛେ ସେଇ ବଦାନ୍ୟ ବ୍ୟକ୍ତି ଯେଉଁମାନେ ଆପଣମାନେ ସମସ୍ତେ ଇଏ ଗୋଟେ ସମସ୍ତଙ୍କର ଗୋଟେ ଇଚ୍ଛା ଶକ୍ତି ଯେ ଆମେ କଳାକାରଙ୍କୁ ସାହାଯ୍ୟ କରିବା ତ ଏମିତି ହେଉଛି ଯେ ଜଣେ ବ୍ୟକ୍ତିଗତ ଭାବରେ ଯେ ଦେଉଛି ତା ଦ୍ୱାରା ଏ ସଂସ୍ଥା ଯେଉଁ କଳାକାରମାନେ ଉପକୃତ ହେଉଛନ୍ତି ତାର ଠିକ୍ ନୁହେଁ ଏବଂ ସମସ୍ତଙ୍କର ଗୋଟେ ବିରାଟ ବଡ଼ ସହଯୋଗ ଅଛି ଏଇ ସଂସ୍ଥା। କୋଭିଡ୍ ଟାଇମ୍ରେ କେମିତି କ'ଣ ମ୍ୟାନେଜ୍ କରିଥିଲେ? କୋଭିଡ୍ ଟାଇମ୍ରେ କେତେ ଲୋକଙ୍କୁ ଆପଣ ସାହାଯ୍ୟ କରିଥିଲେ? କୋଭିଡ୍ ଟାଇମ୍ରେ ଆମେ ମୋର ଯେଉଁ କଳାକାର ଫ୍ୟାମିଲି ତାଙ୍କୁ କିଞ୍ଚିତ୍ ମୁଁ ସାହାଯ୍ୟ କରିଛି କିଛି ଲୋକ ଘରକୁ ବି ଆସିଛନ୍ତି ଟେକ୍ନିକାଲ ପିଲା ମୋର କଳାକାର ସାଙ୍ଗସାଥି ସବୁ ଆସିଛନ୍ତି ସେଇ ସମୟରେ କଷ୍ଟରେ ବି ମୁଁ ସାହାଯ୍ୟ କରିଛି ସାହାଯ୍ୟ କରିବା କହିବା କଥା ନୁହେଁ କିନ୍ତୁ ସାହାଯ୍ୟ କରିଛି ଯେତିକି ମୁଁ ପାରିବି ମୁଁ ସାହାଯ୍ୟ କରିଛି ଏବଂ ସେ ଲକ୍ଷ୍ୟ ମୋର ରହିବ ମୁଁ ବଞ୍ଚିଥିଲା ପର୍ଯ୍ୟନ୍ତ ମୋର କଳାକାର ଭାଇ ଭଉଣୀ ଯେତିକି ମୁଁ ପାରିବି ସମସ୍ତଙ୍କୁ ସାହାଯ୍ୟ କରିବି। ଆଚ୍ଛା ଆପଣ ବର୍ତ୍ତମାନ ଆପଣ ଯେଉଁ କାମଟା କରୁଛନ୍ତି ଯଦି ସେଇଟା ସରକାର କରନ୍ତେ ସରକାର ଯଦି ଆଉ କିଛି ଅଧିକା ପଇସା ବଢ଼େଇକି 5000 ହଉ 6000 ହଉ ଦିଅନ୍ତେ ତ ବହୁତ କଳାକାର ହଁ ସେ ତାହା ବିଚାରାଧୀନ ଅଛି ତା ଯେଉଁ କଳାକାର ଭତ୍ତା ବୃଦ୍ଧି ହେବାର ବିଚାରାଧୀନ ଅଛି ଏବଂ ଆଗକୁ ବି ହେଇପାରେ ଅସମ୍ଭବ ନାହିଁ କାରଣ ଆଉ କିଛି ମୁଁ କିଛି ଯେଉଁ ହରିଭାଇ କମେଡ଼ି କ୍ଲବ୍ ଯେଉଁ କଳାକାରଙ୍କୁ ଦେଉଛି କିଛି ଲୋକ ତାଙ୍କର କାଗଜପତ୍ର ଠିକ୍ ନଥାଏ ଭୁଲ ଭାଲ ହେଇଯାଇଥାଏ ଏବଂ ପାସବୁକ୍ ବି କିଛି ଲୋକଙ୍କର ନାହିଁ କିଛି ଲୋକ ଆଧାର କାର୍ଡ଼ରେ ନାଁ ଅଲଗା ଅଛି ଭୋଟର ଆଇଡ଼ି କାର୍ଡ଼ରେ ନାଁ ବି ଅଲଗା ଅଛି ଏମିତି ସବୁ ପ୍ରୋବ୍ଲେମ୍ ଥାଏ ତାଙ୍କୁ ବି ଆମେ ସିଲେକ୍ଟ କରିକି ସେମିତି କିଛି କଳାକାରଙ୍କୁ ଦେଉଛୁ ଯେଉଁମାନେ ବରିଷ୍ଠ ଯେଉଁମାନେ ପାଇବା ଯୋଗ୍ୟ ସେମାନେ କାଗଜପତ୍ର ଇଏ ହିସାବରେ କଟି ଯାଉଛନ୍ତି ଭୁଲଭାଲ ହିସାବରେ ତ ତାଙ୍କୁ ବି ଆମେ ଆଡପ୍ଟ କରିଛୁ ଏବଂ ପେନସନ୍ ପାଉଥିବା ଲୋକକୁ ବି କିଛି ଆମେ ଆଡପ୍ଟ କରିଛୁ ଯେଉଁମାନଙ୍କର ନିହାତି ଦରକାର। କେମିତି ଚିହ୍ନନ୍ତି ଯେ ଲୋକଟି ପାଇବାକୁ ଯୋଗ୍ୟ ଏଇ ଲୋକଟି ଯୋଗ୍ୟ? ବହୁତ ବଢ଼ିଆ କଥା ମୁଁ ମୋର ସାମ୍ବାଦିକ ଭାଇ ଆପଣମାନେ ସତ କଥା ସାମ୍ବାଦିକ ଭାଇ ଭଉଣୀମାନେ ସମସ୍ତଙ୍କୁ ମୁଁ ଫୋନ୍ କରିକି ପଚାରେ ଯେ ଆପଣଙ୍କ ଅଞ୍ଚଳରେ ଏମିତି କିଏ କଳାକାର ଅଛନ୍ତି କି ଯେଉଁମାନେ ଏମିତି ଅଭାବ ଅନାଟନରେ ଅଛନ୍ତି ଏବଂ ବହୁତ ଆସେ ମୋ ପାଖକୁ ମୁଁ ପ୍ରତ୍ୟେକ ବର୍ଷ 2-3 ଜଣଙ୍କୁ ଦିଏ କିନ୍ତୁ ପ୍ରାୟ 8-9 ଜଣଙ୍କର ମୋ ପାଖକୁ ଆସେ ଏମିତି ଆସେ କି ଏ ବର୍ଷ ଯେଉଁ କଳାକାର ପାଇଥିବେ ତାଙ୍କୁ ପଚାରେ ଯେ ଆପଣଙ୍କ ସାଙ୍ଗସାଥି କିଏ ଅସୁବିଧାରେ ଅଛନ୍ତି ଏମିତି ଗୋଟେ ଡାଟା ସଂଗ୍ରହ କରିକି ପାଏ ଏବଂ ଏ ବର୍ଷ ମୁଁ ନିଜେ ଗଲି ଜଗତସିଂହପୁରରେ ଦେଖିଲି ବାସନ୍ତୀ ପଟ୍ଟନାୟକ ଚା ଦୋକାନ ସେ କରୁଛନ୍ତି ମୁଁ ଶୁଣିଲି ତାଙ୍କ ପାଖକୁ ଗଲି ମୁଁ ଏମିତି କି ଆପଣ କହିଦେଲେ ମୁଁ ଶୁଣିକି ଦେଇଦିଏନି ମୁଁ ଯାଏ ନିଜେ ତାଙ୍କ ପରିସ୍ଥିତି ଉପଲବ୍ଧି କରେ ତାପରେ ମୁଁ ଦିଏ କାରଣ 1000 ଟଙ୍କା ମୋ ପାଇଁ ବହୁତ ବଡ଼ ଏବଂ ତେଣୁ ମୋ 1000 ଟଙ୍କାଟା ହରିଭାଇ କମେଡ଼ି କ୍ଲବ୍ର 1000 ଟଙ୍କାଟା ଯେମିତି ଠିକ୍ କାମରେ ଲାଗୁ ସେଇଟା ପାଇଁ ମୁଁ ବହୁତ ସବୁବେଳେ ଚେଷ୍ଟିତ ଥାଏ।